ଅଷ୍ଟମ ବେତନ କମିଶନ ଉପରେ ଆସିଲା ବଡ଼ ଖବର। ମାର୍ଚ୍ଚ 31 ପର୍ଯ୍ୟନ୍ତ ବଢ଼ିଲା ଡେଡଲାଇନ୍। ସରକାରୀ କର୍ମଚାରୀଙ୍କ ପାଇଁ ଏହାର ଅର୍ଥ କ'ଣ ରହିଛି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଅଷ୍ଟମ ବେତନ କମିଶନର ଶେଷ ତାରିଖକୁ 31 ମାର୍ଚ୍ଚ 2026 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ପରିବର୍ତ୍ତନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଏକ ମହାନ ସୁଯୋଗ ପ୍ରଦାନ କରେ। ଏହି ବ୍ୟବସ୍ଥା ଅନୁଯାୟୀ ସରକାରୀ କର୍ମଚାରୀ, ପେନ୍ସନଭୋଗୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷ ସେମାନଙ୍କର ମତାମତ ଉପସ୍ଥାପନ କରିବା ପାଇଁ ଅତିରିକ୍ତ ସମୟ ପାଇବେ। କର୍ମଚାରୀ ସଂଗଠନଗୁଡ଼ିକର ଅନୁରୋଧ କ୍ରମେ ଏହି ସମୟ ବୃଦ୍ଧି କରାଯାଇଥିଲା। ଯେଉଁମାନେ ଉପଯୁକ୍ତ ବିଚାର ବିମର୍ଶ ପରେ ସେମାନଙ୍କର ମତାମତ ପ୍ରଦାନ କରିବା ପାଇଁ ଅତିରିକ୍ତ ସମୟ ମାଗିଥିଲେ। ମୂଳ ସମୟସୀମା ମାର୍ଚ୍ଚ 16 ତାରିଖ ରହିଥିଲା। ଏହି ସମୟ ବୃଦ୍ଧି ପରେ ସମ୍ପୃକ୍ତ ଅଂଶୀଦାରମାନେ ଏବେ ସଂଶୋଧିତ ସମୟସୀମା ସୁଦ୍ଧା 18 ସୂତ୍ରୀ ପ୍ରଶ୍ନାବଳୀର ଉତ୍ତର ଦାଖଲ କରିପାରିବେ। ପୂର୍ବରୁ କମିଶନ ଏହାର ସରକାରୀ ୱେବସାଇଟ୍ରେ ଅଷ୍ଟମ କମିଶନ ପ୍ରଶ୍ନାବଳୀ ଶୀର୍ଷକ ପ୍ରଶ୍ନାବଳୀ ପ୍ରକାଶ କରିଥିଲେ, ଯାହା ସିଧାସଳଖ କର୍ମଚାରୀ, ପେନ୍ସନଭୋଗୀ, ୟୁନିୟନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷଙ୍କଠାରୁ ପରାମର୍ଶ ଲୋଡ଼ିଥିଲା। ତେବେ ଆପଣ ଏହି ବିଷୟଗୁଡ଼ିକ ଉପରେ ପରାମର୍ଶ ଦେଇପାରିବେ। ଏହା ଉଲ୍ଲେଖନୀୟ ଯେ ଅଷ୍ଟମ ବେତନ କମିଶନ ସହ ଜଡ଼ିତ ପ୍ରଶ୍ନାବଳୀରେ ମୋଟ 18ଟି ପ୍ରଶ୍ନ ରହିଛି, ଯାହା ମୁଖ୍ୟତଃ ଫିଟମେଣ୍ଟ ଫ୍ୟାକ୍ଟର, ସର୍ବନିମ୍ନ ଦରମା, ମହଙ୍ଗା ଭତ୍ତା, ପେନ୍ସନ୍ ଏବଂ ଗ୍ରାଚ୍ୟୁଇଟି ଯୋଜନା ଏବଂ କାର୍ଯ୍ୟଦକ୍ଷତା ସଂଲଗ୍ନ ଦରମା ଉପରେ ଧ୍ୟାନ ଦେଇଥାଏ। କେନ୍ଦ୍ର ସରକାରୀ କର୍ମଚାରୀ, ପେନ୍ସନଭୋଗୀ ଏବଂ ବିଭିନ୍ନ ୟୁନିୟନଗୁଡ଼ିକ ମାଇ ଜିଓଭି ପ୍ଲାଟଫର୍ମ ମାଧ୍ୟମରେ ଏହି ବିଷୟରେ ସେମାନଙ୍କର ପରାମର୍ଶ ଏବଂ ମତାମତ ଦାଖଲ କରିପାରିବେ। ଏହି ଇନପୁଟ୍ ଆଧାରରେ ଭବିଷ୍ୟତରେ ଆପଣଙ୍କର ସଂଶୋଧିତ ଦରମା ଏବଂ ପେନ୍ସନ୍ ନିର୍ଣ୍ଣୟ କରାଯିବ। ତେବେ କର୍ମଚାରୀ ସଂଘର ଦାବି କ'ଣ ରହିଛି? ଫିଟମେଣ୍ଟ ଫ୍ୟାକ୍ଟରକୁ 2.57, ଯାହା ସପ୍ତମ ବେତନ କମିଶନରୁ 3.68କୁ ବୃଦ୍ଧି କରିବାକୁ ଦାବି ରହିଛି। ମୂଳ ଦରମା 18,000 ଟଙ୍କାରୁ ସର୍ବନିମ୍ନ 26,000 ଟଙ୍କାରୁ 34,560 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି ରହିଛି। ତେବେ ପୁରୁଣା ପେନ୍ସନ୍ ଯୋଜନା ଯଥା ଓପିଏସ୍ ପୁନଃସ୍ଥାପନ ପାଇଁ ଦାବି ମଧ୍ୟ ରହିଛି। ପେନ୍ସନଭୋଗୀଙ୍କ ପାଇଁ କମ୍ୟୁଟେସନ୍ ଅବଧି 15 ବର୍ଷରୁ 12 ବର୍ଷକୁ ହ୍ରାସ କରିବାକୁ ଦାବି ରହିଛି। ଘରଭଡ଼ା ଠାରୁ ଆରମ୍ଭ କରି ଶିକ୍ଷା ଏବଂ ଚିକିତ୍ସା ଭତ୍ତା ପର୍ଯ୍ୟନ୍ତ ଭତ୍ତା ବୃଦ୍ଧି କରିବାକୁ ଦାବି ରହିଛି। କୋଭିଡ୍-19 ମହାମାରୀ ସମୟରେ 18 ମାସ ଧରି ଅଟକାଇ ଦିଆଯାଇଥିବା ବକେୟା ଡିଏ ପ୍ରଦାନ ପାଇଁ ଦାବି ରହିଛି। ବେତନ କମିଶନ ସମ୍ପର୍କରେ ଦୀର୍ଘ 10 ବର୍ଷର ଅପେକ୍ଷାର ଅନ୍ତ କରିବାକୁ ଦାବି ରହିଛି। ତେବେ ଏଥିପାଇଁ ଆପଣ କିପରି ପରାମର୍ଶ ଦେଇପାରିବେ? ପ୍ରଥମେ mygov.in ୱେବସାଇଟ୍ ପରିଦର୍ଶନ କରନ୍ତୁ। ଯଦି ଆପଣଙ୍କର ପୂର୍ବରୁ ଏକ ଆକାଉଣ୍ଟ ଅଛି, ତେବେ ଦୟାକରି ପ୍ରଥମେ ଆପଣଙ୍କର ମୋବାଇଲ ନମ୍ବର ଏବଂ ଓଟିପି ଦେଇ ଲଗ୍ଇନ୍ କରନ୍ତୁ। ଯଦି ଆପଣଙ୍କର ଆକାଉଣ୍ଟ ନାହିଁ, ତେବେ ଏବେ ପଞ୍ଜୀକରଣ କରନ୍ତୁ ଏବଂ ଆପଣଙ୍କର ନାମ ଏବଂ ନମ୍ବର ଦେଇ ଏକ ନୂତନ ଆକାଉଣ୍ଟ ତିଆରି କରନ୍ତୁ। ତାପରେ ହୋମ୍ ପେଜ୍ରେ କାର୍ଯ୍ୟକଳାପ କିମ୍ବା ପରାମର୍ଶ ବିଭାଗକୁ ଯାଆନ୍ତୁ। ଏଠାରେ ଆପଣ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ପ୍ରଶ୍ନାବଳୀର ଲିଙ୍କ ଦେଖିବେ, ଯାହାକୁ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ଏଠାରେ ଏକ PDF ଫାଇଲରେ 18ଟି ପ୍ରଶ୍ନ ରହିବ। ମନ୍ତବ୍ୟ ବାକ୍ସ ଏବଂ ଅପଲୋଡ୍ ପାଇଁ ବିକଳ୍ପ ସହିତ ରହିବ। ତାପରେ ଆପଣ ଆପଣଙ୍କର ପରାମର୍ଶ ବାକ୍ସରେ ଲେଖିପାରିବେ କିମ୍ବା ଏକ ୱାର୍ଡ କିମ୍ବା PDF ଫାଇଲ ତିଆରି କରି ଅପଲୋଡ୍ କରିପାରିବେ। ଆପଣଙ୍କ ପରାମର୍ଶ ଲେଖିବା ପରେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବେ। ଆପଣ ଆପଣଙ୍କର ପରାମର୍ଶ ହିନ୍ଦୀ କିମ୍ବା ଇଂରାଜୀ କିମ୍ବା ଅନ୍ୟ ଯେକୌଣସି ଭାଷାରେ ମଧ୍ୟ ଲେଖି ଜଣାଇପାରିବେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।